Whom you want to follow, you must follow with clear conscience. Don't follow blindly to anyone in life, especially on social media, on Instagram, on YouTube, or Facebook. Don't follow blindly to anyone. You must follow with clear conscience. This is what the Bible says. First Timothy 3:9 clearly says, you must follow with clear conscience. You must have faith with clear conscience. ବାଇବେଲ ଆମକୁ କହୁଛି ପ୍ରଥମ ତିମୋଥୀ 3:9 କହୁଛି ଆପଣମାନେ ଯାହାକୁ ମଧ୍ୟ ବିଶ୍ୱାସ କରିବା ପାଇଁ ଚାହୁଁ ଯାହାକୁ ମଧ୍ୟ ମାନିବା ପାଇଁ ଚାହୁଁଛନ୍ତି ଯାହା ପଥରେ ମଧ୍ୟ ଯାହାକୁ ମଧ୍ୟ ଫଲୋ କରିବା ପାଇଁ ଚାହୁଁଛନ୍ତି ଅନ୍ଧ ପରି ଫଲୋ କରନ୍ତୁ ନାହିଁ, ଅନ୍ଧବିଶ୍ୱାସ ପରି ଫଲୋ କରନ୍ତୁ ନାହିଁ, ତାକୁ ମାନନ୍ତୁ ନାହିଁ। ଯାହାକୁ ମଧ୍ୟ ଫଲୋ କରିବାର ଅଛି ବୁଦ୍ଧିର ସହିତ ଚାଲାକିର ସହିତ ବୁଝି ସୁଝିକି ଫଲୋ କରନ୍ତୁ। ଖାସ୍ କରି ସୋସିଆଲ ମିଡ଼ିଆରେ ଇନଷ୍ଟାଗ୍ରାମରେ ଫେସବୁକରେ ୟୁଟ୍ୟୁବରେ ଆପଣମାନେ ଯାହାକୁ ମଧ୍ୟ ଫଲୋ କରିବାର ଅଛି ନିଜର ବୁଦ୍ଧିର ସହିତ ଚାଲାକିର ସହିତ ଯାହାକୁ ମଧ୍ୟ ଫଲୋ କରିବାର ଅଛି ଫଲୋ କରନ୍ତୁ। ଅନ୍ଧବିଶ୍ୱାସରେ ଫଲୋ କରନ୍ତୁ ନାହିଁ। Again the Bible reminding to you and me, whom you follow you will become like him only. With whom you making fellowship you will become like him only. This is what the Bible reminding to you and me only. You must be aware, you must be vigilant. ବାଇବେଲ ଆପଣଙ୍କୁ ମୋତେ ମନେ ପକାଇ ଦେଉଛି ଆପଣମାନେ ଯେମିତି ଲୋକମାନଙ୍କ ସହିତ ମିଶିବେ, ଯେମିତି ଲୋକମାନଙ୍କ ସହିତ ଆପଣ ଫଲୋ କରିବେ ଆପଣମାନେ ମଧ୍ୟ ସେହିପରି ହିଁ ହେବେ। ସେଥିପାଇଁ ସତର୍କ ହୁଅନ୍ତୁ, ସାବଧାନ ହୁଅନ୍ତୁ। ସୋସିଆଲ ମିଡ଼ିଆରେ ଆପଣମାନେ କିପରି ଲୋକମାନଙ୍କ ସହିତ ଆପଣମାନେ ଫଲୋ କରୁଛନ୍ତି, କାରଣ ଯେମିତି ଲୋକକୁ ଫଲୋ କରିବେ ସେମିତି ହିଁ ହେବେ। ବାଇବେଲ କହୁଛି ପ୍ରଥମ ତିମୋଥୀ 3:9 କହୁଛି ଆପଣମାନଙ୍କୁ ଯାହାକୁ ମଧ୍ୟ ଫଲୋ କର, ଯାହାକୁ ମଧ୍ୟ ବିଶ୍ୱାସ କର, ବୁଦ୍ଧିର ସହିତ ଚାଲାକିର ସହିତ ଅତି ସାବଧାନର ସହିତ ବିଶ୍ୱାସ କର, ଫଲୋ କର। ଅନ୍ଧବିଶ୍ୱାସ ପରି ନାହିଁ, ମୂର୍ଖମାନଙ୍କ ପରି ନାହିଁ, ବୁଝି ସୁଝିକି ଜ୍ଞାନର ସହିତ ଚାଲାକିର ସହିତ ଯାହାକୁ ମଧ୍ୟ ଫଲୋ କରିବାର ଅଛନ୍ତି କରନ୍ତୁ। ଏହା ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି। ଦିସ୍ ଇଜ୍ ହ୍ୱାଟ୍ ଆଇ ୱାଣ୍ଟ ଟୁ ଟେଲ୍ ୟୁ ଆଣ୍ଡ ରିମାଇଣ୍ଡ ୟୁ। Whom you want to follow, you must follow with clear conscience. Don't follow blindly to anyone in life. Because whom you follow, you will become like him only. You must know this truth. You must know this reality. ଯାହାକୁ ମଧ୍ୟ ବିଶ୍ୱାସ କର, ଯାହାକୁ ମଧ୍ୟ ଫଲୋ କର, ବୁଦ୍ଧିର ସହିତ ଚାଲାକିର ସହିତ, ଅନ୍ଧବିଶ୍ୱାସ ପରି ନାହିଁ। କାରଣ ଯେମିତି ଲୋକକୁ ଫଲୋ କରିବେ ଆପଣମାନେ ମଧ୍ୟ ସେହିପରି ହେବ। ସେଥିପାଇଁ ସତର୍କ ହୁଅନ୍ତୁ, ସାବଧାନ ହୁଅନ୍ତୁ। ନିଜକୁ କ୍ୱେଶ୍ଚିନ୍ କରନ୍ତୁ, ପ୍ରଶ୍ନ ପଚାରନ୍ତୁ, ମୁଁ କିପରି ଲୋକମାନଙ୍କ ସହିତ ମିଶୁଛି, ମୁଁ କିପରି ଲୋକମାନଙ୍କୁ ମୁଁ ଫଲୋ କରୁଅଛି। ନିଜକୁ କ୍ୱେଶ୍ଚିନ୍ କରନ୍ତୁ, ନିଜକୁ ପ୍ରଶ୍ନ ପଚାରନ୍ତୁ। Now it is up to you. This is your time. If you have any question, if you have any doubt, do comment on